ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ଆମେ ଓଡ଼ିଶା ସରକାରଙ୍କ କାମଧେନୁ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା। ଯଦି ଆପଣ ଜଣେ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀ, ଆପଣମାନେ ନିଜର ଗୋପାଳନ କରି ଜୀବିକା ନିର୍ବାହ କରୁଛନ୍ତି, ତେବେ ଓଡ଼ିଶା ସରକାର ଆପଣମାନଙ୍କ ପାଇଁ କାମଧେନୁ ଯୋଜନା ଆଣି ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ଆପଣମାନେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ନିଜ ଜୀବିକା ନିର୍ବାହରେ ଉନ୍ନତି ଆଣିପାରିବେ। କାମଧେନୁ ଯୋଜନା ଆପଣମାନଙ୍କ ବ୍ୟବସାୟ ପାଇଁ ବହୁତ ଫଳପ୍ରଦ ହେବ। ଗୋପାଳନ ଯୋଜନାରେ ଗୋପାଳନ କରୁଥିବା ଚାଷୀ ଭାଇମାନଙ୍କ ପାଇଁ 2.304 ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଯୋଜନା ଅଧୀନରେ 1+1 ବା 2 ଗୋଟି ଗାଈ ରଖିବାର ସୁବିଧା ଅଛି। ଯେମିତିକି କ୍ରସ୍ ବ୍ରିଡ୍ ଜର୍ସି, କ୍ରସ୍ ବ୍ରିଡ୍ ହୋଲଷ୍ଟାଇନ୍ ଫ୍ରିଜିଆନ୍, ଗିର୍ ଓ ସାହିୱାଲ ଜାତୀୟ ଗାଈ ଆପଣମାନେ ରଖିପାରିବେ। ଏବେ ଆମେ ଜାଣିବା କେଉଁ ଚାଷୀ ଭାଇମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଅତି କମରେ ଗୋଟିଏ ଗାଈ ଥିବ ଏବଂ 5 ଗୋଟିରୁ ଅଧିକ ଗାଈ ନଥିବ ସମସ୍ତ ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀ ଭାଇମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନାରେ ସବୁ ବର୍ଗର ଚାଷୀ ଭାଇମାନେ ଲାଭ ଉଠାଇ ପାରିବେ। ଯେମିତିକି ସେମାନେ ସାଧାରଣ ବର୍ଗ, SC, ST ହୋଇଥିଲେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନାରେ ମଧ୍ୟ ମହିଳା ଏବଂ ଟ୍ରାନ୍ସଜେଣ୍ଡର ବା କିନ୍ନର ମାନେ ଅଂଶଗ୍ରହଣ କରିପାରିବେ। ଏବେ ଆପଣ ଜାଣିବେ ଯେ ଏହି ଯୋଜନାରେ ଲାଭ ଉଠାଇବା ପାଇଁ କଣ ସବୁ କାଗଜପତ୍ର ବା ଡକୁମେଣ୍ଟ ଆବଶ୍ୟକ। ପ୍ରଥମେ ନିଜର ଆଧାର କାର୍ଡର ନକଲ ବା ଜେରକ୍ସ, ଜମି ପଟ୍ଟାର ନକଲ, ବ୍ୟାଙ୍କ ପାସବୁକର ଫାଷ୍ଟ ପେଜ, ଜାତି ପ୍ରମାଣପତ୍ର ବା କାଷ୍ଟ ସାର୍ଟିଫିକେଟ। ଯେଉଁମାନେ ସାଧାରଣ ବର୍ଗ ହୋଇଥିବେ ସେମାନଙ୍କର ଜାତି ପ୍ରମାଣପତ୍ର ଆବଶ୍ୟକ ନାହିଁ। ଯେଉଁ ଚାଷୀ ଭାଇମାନେ ଟ୍ରାନ୍ସଜେଣ୍ଡର ବା କିନ୍ନର ହୋଇଥିବେ ସେମାନେ ନ୍ୟାସନାଲ ପୋର୍ଟାଲ ଫର ଟ୍ରାନ୍ସଜେଣ୍ଡରରୁ ପାଇଥିବା ପ୍ରମାଣପତ୍ର ସହ ଅନଲାଇନରେ ଆବେଦନ କରିପାରିବେ। ଧନ୍ୟବାଦ।